ଆକ୍ଚୁଆଲି ଆଜି ଆମେ ଆସିଛୁ ରଜ ଉତ୍ସବ ପାଇଁ। ଆମେ ଯାଉଛୁ କୋଉ ଜାଗା? ବନ୍ତ ତିଲପଡା। ସେଠି ଉତ୍ସବ ଆଜି ହଉଛି ଆମର ରଜ। ଆମ ସେପଟେ ରଜ, ତମ ଏପଟେ ଚାରିଆଡେ ଓଡିଶାବାସୀ ପାଳନ୍ତି। ଏଇଟା ହଉଛି 3 ଦିନିଆ ପର୍ବ, ଗଣ ପର୍ବ। ପ୍ରଥମ ଦିନ ସଜବାଜ, ଦୋଳି, ପୁଚି ଖେଳ, ପିଠା, ପୂଜା ମୁଣ୍ଡା। କାଲି ସଂକ୍ରାନ୍ତି, ନିରାମିଷ ରୋଷେଇ। ଆଜି କିନ୍ତୁ ଆମିଷ ହବା କଥା ସମସ୍ତିଙ୍କର, କିନ୍ତୁ ସୋମବାରଟା ପଡିଛି ବୋଲି ଖାଇନି, କିନ୍ତୁ ଆମେ ଆମିଷ ଖାଇଛୁ। ଆଜି ରଜ, ଲାଷ୍ଟ ରଜ, ଆମିଷ ଖାଇଛୁ। କାଲିଠୁ ଯିଏ ଯାହାର ଧନ୍ଦାରେ ଲାଗିଯିବୁ। ଛାତ୍ର ମାନେ ପାଠ ପଢିବେ, ଚାଷୀ ଚାଷରେ ଲାଗିଯିବେ, ବ୍ୟବସାୟୀ ମାନେ ଲାଗିଯିବେ। 3 ଦିନ ପଶା ଖେଳିବା, ତାସ ଖେଳିବା, କବାଡି ଖେଳିବା, ପୁଚି ଖେଳିବା, ଚିତା ପକେଇବା, ପାନ ବାଣ୍ଟିବା, ମିଠା ଖୁଆଇବା, ପିଠା ଖୁଆଇବା। ଏ ପର୍ବଟା 3 ଦିନିଆ ଗଣପର୍ବ। ସେଇ ପର୍ବ ପାଇଁ ଆସିଛି। ଯେତେବେଳେ ଭଦ୍ରକ ଆଇଛୁ, ଭଦ୍ରକ ପବିତ୍ର ମାଟି, ମା କାଳୀଙ୍କ ମାଟି। ସେଇ ଦୁର୍ଗା, ସେଇ ଆଲ୍ଲାହ, ସେଇ ଯୀଶୁ, ସେଇ ବୁଦ୍ଧ, ସେଇ ଜଗନ୍ନାଥ, ସେଇ ଲିଙ୍ଗରାଜ, ସବୁ ସେଇ। ଆମେ କହିଲୁ ଚାଲ ଟିକେ ଗୋଡ ତଳେ ପଡିକି ପଳେଇ ଆସିବା। ଯାଇକି ଟିକେ ମାଙ୍କ ଗୋଡ ତଳେ ପଡି ଟିକେ ଆଶୀର୍ବାଦ ଭିକ୍ଷା କରି ଯାଉଛୁ। ଆଉ ଭଦ୍ରକ ସହିତ ସମ୍ପର୍କ ଡକ୍ଟର ମହତାବଙ୍କ ସମୟରୁ, ମହତାବ ଜୀଙ୍କର ସମୟରୁ, ଅମରପଡା ଗାଁରୁ ଏବଂ ଭଦ୍ରକର ତାଙ୍କର ଯୋଉ ସେଠି ସେଣ୍ଟର ଥିଲା ଘର, ସେଇଠି ସବୁବେଳେ ମହତାବ ପାଖରେ ଆସି ହିନ୍ଦୁ ମୁସଲମାନ ଆମର ଯେତେ ଅଛନ୍ତି ଭଦ୍ରକରେ ଭାଇ ଭାଇ ସମ୍ପର୍କ ସେମିତି ରହିଛି। ଆଜି ବି ରହିଛି, ଭବିଷ୍ୟତରେ ବି ରହିବ। ଜୟ।